ମିତ୍ର ସର୍ବତ୍ର ସମସ୍ତେ ଭଲରେ ଅଛନ୍ତି ତ? ଆମେ ଆଜି ଆଲୋଚନା କରିବା ସେପ୍ଟେମ୍ବର 21 ତାରିଖ ରବିବାର ବିଷୟରେ। ସେପ୍ଟେମ୍ବର 21 ତାରିଖ ରବିବାର। ଏ ଦିନ ଅମାବାସ୍ୟା, ନକ୍ଷତ୍ର ପୂର୍ବ ଫାଲ୍ଗୁନି, ଚନ୍ଦ୍ର ଅଛନ୍ତି ସିଂହରେ, ମେଷ ରାଶିର ଘାତବାର, ଅଶୁଭ ସମୟ ଅପରାହ୍ନ 4ଟା 9 ରୁ 5ଟା 39। ତେଣୁ ଯଦି କାମ କିଛି କରିବାର ଥାଏ, କେଉଁଠିକି ଯିବାକୁ ଥାଏ, ତାହେଲେ 4ଟା 9 ପୂର୍ବରୁ କାମ ଆରମ୍ଭ କରିଦିଅନ୍ତୁ ବା ଯାତ୍ରା ଆରମ୍ଭ କରିଦିଅନ୍ତୁ। ନହେଲେ ପରେ ବୋଇଲେ 5ଟା 39 ପରେ କାମ ଆରମ୍ଭ କରିବେ ବା ଯାତ୍ରା ଆରମ୍ଭ କରିବେ। ସୂର୍ଯ୍ୟାସ୍ତ 5ଟା 42 ପରେ। ତେଣୁ ଆମକୁ 5ଟା 40 ପୂର୍ବରୁ ଆମ ଠାକୁର ଘରକୁ ଯିବାକୁ ହେବ। ବୁଝା ପଡ଼ିଲା? ହେଲେ କର୍କଟ ଓ ମକର ରାଶିର ଆଜି ଘାତ ଚନ୍ଦ୍ର। କର୍କଟର ଓ ମକରର ଆଜି ଘାତ ଚନ୍ଦ୍ର। ହେଲେ এই ଘାତ ଚନ୍ଦ୍ରରେ ପୁରୁଷମାନେ ଟିକେ ଅଧିକ ଆକ୍ରାନ୍ତ ହେବେ। ଜାଣିଛନ୍ତି ତ ଆପଣ, ଆଘାତ ଅର୍ଥ ଆଘାତ, କେଉଁଠି କ୍ଷତି ହେବ, କୌଣସି ପ୍ରକାର ରକ୍ତପାତ ହେଇପାରେ। ଘାତ ଚନ୍ଦ୍ର, ଘାତ ବାର ମାନେ କେଉଁଠି ବାଡ଼େଇ ପିଟି ହେବେ, ପଡ଼ିଯିବେ। ଚନ୍ଦ୍ର ହେଲେ ମାନସିକ ଗ୍ରହ। ବେଳେବେଳେ ଏମିତି ଅପମାନ ମିଳିଯିବ, ଭାରି ବାଧିବ। ସେ ମଧ୍ୟ ଘାତ ହେଲା। ଆଉ ଥରେ କହିଦେଉଛି, ଆଜି ସେପ୍ଟେମ୍ବର 21 ତାରିଖ ରବିବାର, ତିଥି ଅମାବାସ୍ୟା, ନକ୍ଷତ୍ର ପୂର୍ବ ଫାଲ୍ଗୁନି, ଚନ୍ଦ୍ର ଅଛନ୍ତି ସିଂହରେ, ମେଷ ରାଶିର ଘାତବାର, କର୍କଟ ଓ ମକର ରାଶିର ଘାତ ଚନ୍ଦ୍ର। ଆଉ କର୍କଟ ତଥା ମକର ରାଶିର ପୁରୁଷମାନେ ଟିକେ ଅଧିକ ଆକ୍ରାନ୍ତ ହେବେ। ସୂର୍ଯ୍ୟାସ୍ତ 5ଟା 39 ପରେ, ନାଇଁ 5ଟା 42 ପରେ। ତେଣୁ 5ଟା 40 ପୂର୍ବରୁ ଆମକୁ ଆମ ଠାକୁର ଘରକୁ ଯିବାକୁ ପଡ଼ିବ ବା ମନ୍ଦିରକୁ ଯିବାକୁ ପଡ଼ିବ। ଅଶୁଭ ସମୟ ହେଲା ଅପରାହ୍ନ 4ଟା 9 ରୁ 5ଟା 39 ଯାଏ। ବାସ୍, ଏ ହେଲା ସବୁଦିନିଆ କଥା। ଏ କଥାକୁ ଆମେ ଜାଣିବା, ଶୁଣିବା, କାମରେ ଲଗେଇବା ତ ଆମର ଭଲ। ନ ଶୁଣିବା, ନ ଜାଣିବା, କାମରେ ନ ଲଗେଇବା, ଆଉ କହିବିନି। ମେଷ ପ୍ରତି ରବି, ଶୁକ୍ର, ରାହୁଙ୍କର କରୁଣା ଅଛି। ମେଷ ରାଶି ପ୍ରତି ରବି, ଶୁକ୍ର ଓ ରାହୁଙ୍କର କରୁଣା ଅଛି। ବୁଧଙ୍କର କରୁଣା ଥିଲେ ବି ସମୟ କମ୍, 12ଟା 10 ଯାଏ। ବୁଧଙ୍କର କରୁଣା ଥିଲେ ବି 12ଟା 10 ଯାଏ। ମେଷକୁ ଚନ୍ଦ୍ର ଦୟା କରିବେ। ଏତେ କଥା ଆଉ। ମେଷ ରାଶିର ଘାତବାର ହେତୁ ସାବଧାନତା ଅବଲମ୍ବନ କରିବା ବିଧେୟ। କେବଳ ସାମାନ୍ୟ ଆଘାତ ଓ ରକ୍ତପାତ ହେବ। ଏହା ଛଡ଼ା ବିବିଧ ସୁଖ ମିଳିବାର ଯୋଗ ଆସିବ। ବିବିଧ ସୁଖ, ଗୋଟେ ବ୍ୟକ୍ତି ପାଇଁ ଯେଉଁ ଯେଉଁ ସୁଖ ମିଳିଲେ ତାର ଚିନ୍ତା ଦୂର ହୁଏ, ମନ ପ୍ରଫୁଲ୍ଲିତ ହୁଏ, ଆଉ ଶାନ୍ତି ଲାଗେ, ସେହି ସବୁ ସୁଖ ମେଷ ରାଶିଙ୍କୁ ମିଳିବ। କେବଳ ଟିଏ ଘାତ ଅଛି। ବିଦ୍ୟା, ବୁଦ୍ଧି, ଜ୍ଞାନର ବିକାଶ ହେବ। ଭଲ କଥା ହେଲା, ବିଦ୍ୟା, ବୁଦ୍ଧି, ଜ୍ଞାନର ବିକାଶ ମାନେ ସେ ବ୍ୟକ୍ତି ଭାଗ୍ୟବାନ। ହଁ, ଏବେ ଆସିବା ବୃଷ ପାଖକୁ। ବୃଷ ପ୍ରତି ଶନି, ରାହୁ, ଶୁକ୍ର ଓ ଚନ୍ଦ୍ର ଶୁଭ। ଶନି, ରାହୁ, ଶୁକ୍ର, ଚନ୍ଦ୍ର ଶୁଭ। 3ଟା 58 ପରେ 4ଟା ଯାଏ ଦେହ ଅସୁସ୍ଥ ହେବ। 3ଟା 58 ପରେ ବା 4ଟା ପରେ ଦେହ ଅସୁସ୍ଥ ରହିବ। ତେଣୁ ଆଗ ଦେହର ଯତ୍ନ ନିଅ।
ଚାରିଟା ପରଠାରୁ ବିବିଧ ସୁଖ ମିଳିବ। ଚାରିଟା ଯାଏ ହାରାହାରି ଦେହ ଅସୁସ୍ଥ ହେବ। ଆପଣମାନଙ୍କୁ କାହାରକୁ କେଉଁ ରୋଗ ଅଛି, କାହାକୁ ଥଣ୍ଡା, କାହାକୁ ଝାଡ଼ା, କାହାର ଗ୍ୟାସ୍, ତେଣୁ ସେଇ ଔଷଧ ପାଖରେ ରଖିବେ। ଚାରିଟା ପର୍ଯ୍ୟନ୍ତ କଷ୍ଟ ଭୋଗିବେ, ଚାରିଟା ପରଠାରୁ ସୁସ୍ଥ ହେଇଯିବେ। ଚାରିଟା ପରଠାରୁ ବିବିଧ ସୁଖ ଓ ଶାନ୍ତି ଅବଶ୍ୟ ମିଳିବ। କୌଣସି ସମସ୍ୟା ଜଟିଳ ପରିସ୍ଥିତି ସୃଷ୍ଟି କରିବ ନାହିଁ। ଜୀବନ ପାଇଁ ଶାନ୍ତି ବର୍ଷା ହେବ ଚାରିଟା ପରେ। ଚାରିଟା ପୂର୍ବରୁ ଦେହ ମୁଣ୍ଡ ଖରାପ ହେବ, ସାବଧାନ। ମିଥୁନ ପାଇଁ ବୁଧ, ଶନି, କେତୁ ଓ ଚନ୍ଦ୍ର ଶୁଭ ରାଶି। ମିଥୁନ ପାଇଁ ବୁଧ, ଶନି, କେତୁ ଓ ଚନ୍ଦ୍ର ଶୁଭ। ମାତ୍ର ଚାରିଟା ପରଠାରୁ ଶାରୀରିକ ସମସ୍ୟା ବଢ଼ିଯିବ। ଚାରିଟା ପର୍ଯ୍ୟନ୍ତ ଭଲ, ଚାରିଟା ପରଠାରୁ ଶାରୀରିକ ସମସ୍ୟା ସୃଷ୍ଟି ହେବ। ମିଥୁନ କଥା କହୁଛି। ବୃଷରେ କହିଲି ଚାରିଟା ପର୍ଯ୍ୟନ୍ତ ଅସୁବିଧା, ଚାରିଟା ପରେ ଭଲ। ମିଥୁନ ପାଇଁ ଚାରିଟା ଯାଏ ଭଲ, ଚାରିଟା ପରଠାରୁ ମିଥୁନ ପାଇଁ ଚାରିଟା ପରଠାରୁ ଶାରୀରିକ ସମସ୍ୟା ସୃଷ୍ଟି ହେବ। 3:50ରୁ ଏ ଲକ୍ଷଣ ପ୍ରକାଶ ପାଇବ। 3:55 ଯାଏ ଦିନ ବଡ଼ ଆନନ୍ଦରେ ଯିବ। ଧନାଗମ ହେବ, ବନ୍ଧୁ ସହଯୋଗ ମିଳିବ, ଦାମ୍ପତ୍ୟ, ପାରିବାରିକ ଓ ସାମାଜିକ ସୁଖ ମିଳିବ। ଖାଦ୍ୟ ପେୟ ଠିକ୍ ଠାକ୍ ଚାଲିବ। ଅସୁସ୍ଥ ଅଛି। ମିଥୁନ ପାଇଁ ଆଉ ଥରେ କହିଦେଉଛି, ବୁଧ, ଶନି, କେତୁ ଓ ଚନ୍ଦ୍ର ଶୁଭ। ମାତ୍ର ଚାରିଟା ପରଠାରୁ ଶାରୀରିକ ସମସ୍ୟା ସୃଷ୍ଟି ହେବ। 3:50ରୁ ଏ ଲକ୍ଷଣ ପ୍ରକାଶ ପାଇବ। 3:55 ଯାଏ ଦିନ ବଡ଼ ଆନନ୍ଦରେ ଯିବ। ଧନାଗମ ହେବ, ବନ୍ଧୁ ସମାଗମ ହେବ, ଦାମ୍ପତ୍ୟ, ପାରିବାରିକ ଓ ସାମାଜିକ ସୁଖ ମିଳିବ। ଖାଦ୍ୟ ପେୟ ଠିକ୍ ଠାକ୍ ଚାଲିବ। କର୍କଟ କଥା ବୁଝିବା। କର୍କଟକୁ କେବଳ ରବି ସାହା, ମଙ୍ଗଳ ବି ସାହାଯ୍ୟ କରିବେ, କିନ୍ତୁ ସେତେ ନୁହେଁ। ମଙ୍ଗଳ ସାହାଯ୍ୟ କରିବେ, ହଁ। ଅପରାହ୍ନ 3:50 ଯାଏ ମନ ଆନ୍ଦୋଳିତ ହେବ। ଅପରାହ୍ନ 3:50 ଯାଏ ମନ ଆନ୍ଦୋଳିତ ହେବ, ଅଶାନ୍ତ ବୋଧ ହେବ, ବିନା କାରଣରେ ବିରକ୍ତି ଭାବ ଆସିବ, ଚିଡ଼ଚିଡ଼ା ଲାଗିବ। 4ଟା ପରେ ଯାବତୀୟ ସୁଖ ନିକଟକୁ ଆସିବ। 3:50 ଯାଏ ଭାରି ଖରାପ। 3:50ରୁ 4ଟା ପର୍ଯ୍ୟନ୍ତ ଏଇ ଯେଉଁ 10 ମିନିଟ୍ ମିଶାମିଶି 4ଟା ପରଠୁ ସବୁ ପ୍ରକାର ସୁଖ ଆସିବ। ତେଣୁ ଦିନଟା ଦୁଃଖରେ ଯିବ, ରାତି ସୁଖରେ ଯିବ। ଆଉ ସିଂହ ରାଶି ଆଲୋଚନା କରିବା। ସିଂହକୁ ବୁଧ, ଗୁରୁ, ଶୁକ୍ର ମନ ପ୍ରାଣ ଦେଇ ଭଲ ପାଇବେ। ସିଂହ ରାଶିକୁ ବୁଧ, ଗୁରୁ ଓ ଶୁକ୍ର ମନ ପ୍ରାଣ ଦେଇ ଭଲ ପାଇବେ, ସହଯୋଗ କରିବେ। ଚନ୍ଦ୍ରଙ୍କ କଲ୍ୟାଣ ବଳବତ୍ତର ରହିବ। 4ଟା ଯାଏ ସାଂସାରିକ ସୁଖ ଶାନ୍ତି ଅବଶ୍ୟ ମିଳିବ। 4ଟା ଯାଏ ସାଂସାରିକ ସୁଖ ଶାନ୍ତି ଅବଶ୍ୟ ମିଳିବ। ମନୋବାଞ୍ଛା ପୂରଣ ହେବ। ଅପରାହ୍ନ 4ଟା ଠାରୁ ମନ ଅସ୍ଥିର ହେବ, ଶାନ୍ତିରେ ବ୍ୟାଘାତ ଆସିବ, ବିରକ୍ତି ଲାଗିବ। ଯେଉଁମାନେ ତମକୁ ଉପଦେଶ ଦେବେ ସେମାନଙ୍କୁ ତମେ ଘୃଣା କରିବ, ଶତ୍ରୁ ଭାବିବ। ସିଂହରାଶି ଲକ୍ଷଣ ଏଇଟା ପରା। ତାଙ୍କୁ ଯେଉଁମାନେ ଉପଦେଶ ଦିଅନ୍ତି ସେମାନେ ଭାରି ବିରକ୍ତ ହୁଅନ୍ତି ତାଙ୍କ ଉପରେ। ଯେଉଁମାନେ ତାଙ୍କର ମୁଖ ପ୍ରଶଂସା କରନ୍ତି ତାଙ୍କୁ ଭଲ ପାଆନ୍ତି। ଏଇଟା ସିଂହ ରାଶିର ଗୋଟେ ଦୋଷ। ଆଚ୍ଛା, କନ୍ୟା ରାଶିକୁ ରାହୁ ଓ ଶୁକ୍ର ସହାୟ ହେବେ। କନ୍ୟା ରାଶିକୁ ରାହୁ ଓ ଶୁକ୍ର ସହାୟ ହେବେ। ମାତ୍ର 3:50 ଯାଏ ଅସୁସ୍ଥ ରହିବେ। 3:50 ଯାଏ ଅସୁସ୍ଥ ରହିବେ। 4ଟା ପରଠାରୁ ସୁସ୍ଥତା ଅନୁଭବ କରିବେ। ସନ୍ଧ୍ୟାର ଚା ଜଳଖିଆ, ରାତ୍ରି ଭୋଜନ ଆନନ୍ଦପ୍ରଦ ହେବ। ସକାଳ ଚା ଜଳଖିଆ ଭଲ ହେବନି,
ମଧ୍ୟାହ୍ନ ଭୋଜନ ଭଲ ହେବନି। ସନ୍ଧ୍ୟାର ଚା ଜଳଖିଆ ଓ ରାତ୍ରି ଭୋଜନ ଆନନ୍ଦପ୍ରଦ ହେବ। ଦେବ ଦର୍ଶନ ଯୋଗ ଅଛି। ସନ୍ଧ୍ୟାରେ ମନ୍ଦିର ଗଲେ ଚଳିବ। ଯଦି କୁଆଡ଼େ ଯିବାରେ ଅଛି 3:50 ଭିତରେ ଏ କାମ ସାରି ଦିଅନ୍ତୁ। ହଁ, ଯାତ୍ରାରେ ଶୁଭ, କଳହରେ ଶୁଭ, ଯୁଦ୍ଧରେ ଶୁଭ। ମାନେ ସୈନିକମାନେ ଯଦି ହେଇଥିବେ ତାଙ୍କର କନ୍ୟାସ ହେଇଥିବ, 4ଟା ଭିତରେ ଯୁଦ୍ଧ କାମ ସାରି ଦିଅନ୍ତୁ, ବିଶ୍ରାମ ନିଅନ୍ତୁ। ପୋଲିସ ବାହିନୀ ହେଇଥିଲେ ଦୋଷୀକି ସାବାଡ଼ କରନ୍ତୁ 3:50 ଭିତରେ, 4ଟା ଭିତରେ। ଆଉ କୁଆଡ଼େ ଯିବାର ଅଛି ତାହେଲେ ସେଇଟା ସାରି ଦିଅନ୍ତୁ 3:50 ଭିତରେ। ତାପରେ ମଜା କରିବା ଆଉ କ'ଣ, ଖାଇବା ପିଇବା ଧୁମଧାମ ନାଚିବା। ହଉ ପିଲେ ଶୁଣ, ତୁଳାକୁ ଗୁରୁ ଶୁକ୍ର ଶନି ଓ କେତୁ ସହଯୋଗ କରିବେ। ତୁଳା ରାଶିକୁ ଗୁରୁ ଶୁକ୍ର ଶନି ଓ କେତୁ ସହଯୋଗ କରିବେ। ଶନିକୁ ଟିକେ ଶ୍ରଦ୍ଧା କରନ୍ତୁ। ମାନେ ଶନିଙ୍କର ପ୍ରିୟ କଳା ରଙ୍ଗ, ତେଣୁ କଳା ରଙ୍ଗର ପଶୁପକ୍ଷୀଙ୍କୁ ଟିକେ ଭୋଜନ ଦିଅନ୍ତୁ। ତାପରେ ଯଦି କୁଆଡ଼େ ଯିବାର ଅଛି ତେବେ 5:58 ପରେ ଯାଆନ୍ତୁ। ଯଦି କୁଆଡ଼େ ଯିବାର ଅଛି 5:58 ପରେ ଯାଆନ୍ତୁ। ସୈନିକ ଓ ପୁଲିସଙ୍କ ପାଇଁ 4ଟା ପରେ ଶୁଭ ସମୟ ଆସିବ। ମାତ୍ର ଅନ୍ୟାନ୍ୟ ବୃତ୍ତିଧାରୀଙ୍କ ପାଇଁ, ଗୃହସ୍ଥଙ୍କ ପାଇଁ 3:50 ଯାଏ ଶୁଭ। ଅନ୍ୟାନ୍ୟ ବୃତ୍ତିଧାରୀ ଆଉ ଗୃହସ୍ଥ ତାଙ୍କ ପାଇଁ ହେଉଛି 3:50 ଯାଏ ଶୁଭ। କିନ୍ତୁ ସୈନିକ, ପୋଲିସ ବାହିନୀ ଏମାନଙ୍କ ପାଇଁ, ଯେଉଁମାନେ କି ଧମକ ଚମକ ଶାସନ କରନ୍ତି ତାଙ୍କ ପାଇଁ ହେଉଛି 3ଟା ପରେ, ବୋଇଲେ 4ଟା ପରେ ଶୁଭ। ନାନାବିଧ ଲାଭ ହେବ। ବ୍ୟବସାୟୀ, ଆଇନଜୀବୀ ଓ ଚିକିତ୍ସକମାନଙ୍କ ପାଇଁ ଆଜି ଦିନଟି ଶୁଭ। ବିଛାକୁ ବୁଝିବା। ବିଛାଙ୍କୁ ରବି, ବୁଧ ଓ କେତୁ ଆଶୀର୍ବାଦ କରିବେ। ବିଛା ରାଶିକୁ ରବି, ବୁଧ ଓ କେତୁ ଆଶୀର୍ବାଦ କରିବେ, ଆନନ୍ଦ ଦେବେ। ଦିନ ଅପେକ୍ଷା ରାତିରେ ବିଛା ରାଶିର ଲୋକେ ସମସ୍ତ ପ୍ରକାର ଶୁଭ ଖବର ପାଇବେ ଆଉ ବିଭିନ୍ନ ଲାଭ ହେବ, ଖୁସି ହେବେ। ଦିନରେ କର୍ମକ୍ଷେତ୍ରରେ ଧନ, ସମ୍ମାନ, ଆଦର ଓ ଶାନ୍ତି ପାଇବେ। ଦିନରେ କର୍ମକ୍ଷେତ୍ରରେ ଧନ, ସମ୍ମାନ, ଆଦର ଓ ଶାନ୍ତି ପାଇବେ। କର୍ମଚାରୀଙ୍କୁ ସବୁ ସୁଖ ମିଳିବ। ଆଉ କର୍ମକୁ ଈଶ୍ୱର ଭାବି କର୍ମ କରି ଚାଲିବେ। ରାତିରେ ବ୍ୟବସାୟୀମାନଙ୍କର ବଢ଼ିଆ ଲାଭ ହେବ। ଦିନ ସାରା ସମସ୍ତ ପ୍ରକାର ସୁଖ ମିଳିବ। ମାନେ ବିଛା ପାଇଁ ସୂର୍ଯ୍ୟୋଦୟ ଠାରୁ ସୁଖ ସୁଖ ସୁଖ, ଆଉ ସୂର୍ଯ୍ୟାସ୍ତ ପରଠୁ ଟିକେ ଅଧିକ ସୁଖ ମିଳିବାଲା ସାରାଂଶ ଏତିକି। ଏବେ ଆସିବା ଧନୁ ପାଖକୁ। ଧନୁକୁ କେବଳ ଚନ୍ଦ୍ରଙ୍କର କଲ୍ୟାଣ ନାହିଁ, କେବଳ ଚନ୍ଦ୍ରଙ୍କ କଲ୍ୟାଣ ନାହିଁ, ବାକି ଅନ୍ୟ ସମସ୍ତ ଗ୍ରହଙ୍କର କଲ୍ୟାଣ ଅଛି। ଧନୁ ରାଶିକୁ ପ୍ରାୟ ସବୁ ଗ୍ରହଙ୍କର କଲ୍ୟାଣ ଅଛି। ଅନ୍ୟ ସମସ୍ତ ଗ୍ରହଙ୍କର ଅନୁଗ୍ରହ ଅଛି ଧନୁ ରାଶି ପ୍ରତି। ଦିନ ଅପେକ୍ଷା ରାତି ଅଧିକ ସୁଖପ୍ରଦ ହେବ। 3:58 ଯାଏ ଅଶାନ୍ତ ବାତାବରଣ ଭିତରେ ଗତି କରିବାକୁ ପଡ଼ିବ। 3:58 ଯାଏ ଅଶାନ୍ତ ବାତାବରଣ ସୃଷ୍ଟି ହେବ। ମନ ଭଲ ଲାଗିବନି। 4ଟା ଠାରୁ କ୍ରମଶଃ ଶାନ୍ତି ଓ ସୁଖ ମିଳିବ। ପ୍ରାତଃ ସକାଳୁ ଚା ଜଳଖିଆ ହେବ, ତା ସେତେ ମଜା ଲାଗିବନି। ସାନ୍ଧ୍ୟ, ପ୍ରାତଃ ଚା ଜଳଖିଆ ଠାରୁ ସାନ୍ଧ୍ୟ ଚା ଜଳଖିଆ ଅଧିକ ସ୍ୱାଦିଷ୍ଟ ହେବ। ରାତ୍ରି ଭୋଜନ ଓ ନିଦ୍ରା ଆନନ୍ଦପ୍ରଦ ହେବ। ଧନାଗମ, ବନ୍ଧୁ ସମାଗମ ଏସବୁ ପ୍ରାୟ ରାତିରେ ହେବେ। ବନ୍ଧୁମାନେ ଦିନରେ ଆସିବେନି, ଫୋନ୍ କେହି କରିବେନି, ରାତିରେ ଫୋନ୍ କରିବେ, ଭଲ ଲାଗିବ। ଏବେ ଆଲୋଚନା କରିବା ମକର କଥା। ମକରର ତୃତୀୟ ଶନି। ଶନିଙ୍କ ବ୍ୟତୀତ ଅନ୍ୟ କୌଣସି ଗ୍ରହ ଶୁଭପ୍ରଦ ନୁହନ୍ତି। ଏଣୁ ଦେହ ସମସ୍ୟା 4ଟା ଯାଏ ଦୁଃଖ ଦେବ। 4ଟା ପରଠାରୁ ସବୁ ଶୁଣି ସମ୍ଭାଳି ନେବେ। ତେବେ ଅପମାନ ପାଇଁ କାନ୍ଦିବେ। ଯଦି
ଯୁକ୍ତି କରିବେ, ତର୍କ କରିବେ, କିଏ କ'ଣ କହିଲା ଶୁଣିବେ, ତାହେଲେ କାନ୍ଦିବେ। ହଁ, ଆଉ ଟିକେ ଶୁଣି ଦିଅନ୍ତୁ। ମକରର ତୃତୀୟ ଶନି, ଶନିଙ୍କ ବ୍ୟତୀତ ଅନ୍ୟ କୌଣସି ଗ୍ରହ ଶୁଭ ନୁହନ୍ତି। ତେଣୁ ଦେହ ସମସ୍ୟା ଚାରିଟା ଯାଏ ଦୁଃଖ ଦେବ। ଚାରିଟା ପରଠାରୁ ସବୁ ଶୁଣି ଯଦି ସମ୍ଭାଳି ନ ନିଅନ୍ତି, ଅଧୈର୍ଯ୍ୟ ହୋଇଯାଆନ୍ତି, ତେବେ ଅପମାନ ପାଇବେ, କାନ୍ଦିବେ, ଦିନ ସାରା ଖରାପ। ମକର ରାଶିର ଦିନ ସାରା ଖରାପ, ସାବଧାନ। କୁମ୍ଭଙ୍କୁ ଦେବଗୁରୁ ବୃହସ୍ପତିଙ୍କ ଦୟା ଅଛି। ଚାରିଟା ଯାଏ ଚନ୍ଦ୍ର ଯାବତୀୟ ସାଂସାରିକ ସୁଖ ଦେଇ ଖୁସି କରିବେ। ମାତ୍ର 3ଟା 50 ଠାରୁ ଲକ୍ଷଣ ପ୍ରକାଶ ପାଇବ ଯେ ଖରାପ ସମୟ ଆସୁଛି। ଦେହ ଖରାପ ହେବ, ପୁରୁଣା ରୋଗ ଅଧିକ ପୀଡ଼ା ଦେବ, ନୂଆ ରୋଗ ସୃଷ୍ଟି ହେବ। କୁମ୍ଭର ରାତିଟା ଦୁଃଖଦାୟକ, ଦିନଟା ସୁଖଦାୟକ। ମୀନ ପାଇଁ ଏକ ପ୍ରକାର ଆନନ୍ଦର ଦିନ। ମୀନ ପାଇଁ ଏକ ପ୍ରକାର ଆନନ୍ଦର ଦିନ। ଭଲ ଆୟ ହେବ, ବହୁ ବନ୍ଧୁ ଦର୍ଶନ ହେବ, ମଧୁର ଭୋଜନ ମିଳିବ, ସମସ୍ତ ସୁଖ ଆଉ ଶାନ୍ତି ମିଳିବ। ସମସ୍ତ ବୃତ୍ତିଧାରୀଙ୍କୁ ଲକ୍ଷ୍ମୀ ଦୟା କରିବେ। 4ଟା ପରଠାରୁ ଆୟ ବଢ଼ିଯିବ, ବହୁ ଧନାଗମ ହେବ, ଧନ ମନ ଖୁସି ହେବ, ପୁଲକିତ ହେବେ। ଧନ ପାଇ ମନ ଖୁସି ପୁଲକିତ ହେବ। ରାତ୍ରି ଭୋଜନ ଓ ଦିନ ଆରାମରେ ଯିବ। ମାନେ ମୀନ ପାଇଁ ବହୁତ ଆନନ୍ଦଦାୟକ ଦିନ। ଦିନରେ ସୂର୍ଯ୍ୟାସ୍ତ ପୂର୍ବରୁ ଯେତିକି ପରିମାଣରେ ସୁଖ ମିଳିବ, ସୂର୍ଯ୍ୟାସ୍ତ ପରେ ତାଠୁ ଅଧିକ ସୁଖ ମିଳିବ। ହଁ ବନ୍ଧୁ, ଈଶ୍ୱର ଦୟା କଲେ ଏହି ସମୟରେ ପୁଣି ଆସନ୍ତାକାଲି ମୁଁ ଏହି ଦୈନିକ ରାଶିଫଳ ବିଷୟରେ ଟିକେ ଆଲୋଚନା କରିବି। ରହିଲି ଆଜି, ନମସ୍କାର।